आदर्श पल्लवी को कहिबे तम मन शांति ହେଇଗଲା ନା ନିଜ ହାତକୁ ପୋଡ଼ିଦେଲ। ତ ଏବେ ଦେଖ ମୁଁ କ'ଣ କରୁଛି। ଏମିତି କହି ଆଦର୍ଶ କାନ୍ଥରେ ପିଟି ହେବେ। ତାପରେ ପଲ୍ଲବୀ କହିବେ ଆଦର୍ଶ ପ୍ଲିଜ୍ ଶୁଣ ମୋ କଥା। ଆଦର୍ଶ ପ୍ଲିଜ୍ ଶୁଣ। ଆଦର୍ଶ ଛାଡ଼। ଏମିତି କହି ପଲ୍ଲବୀ ଆଦର୍ଶକୁ ହକ୍ କରିବେ। ତାପରେ ଆଦର୍ଶ କହିବେ ପ୍ରମିସ୍ କର ପଲ୍ଲବୀ, ପଛେ ଯାହା ବି ହେଇଯାଉ ତମେ ତମ ନିଜକୁ କେବେ ବି କଷ୍ଟ ଦବନି। ତାପରେ ପଲ୍ଲବୀ କହିବେ ତମକୁ ଟିକେ କଷ୍ଟ ହେଲେ ବି ମୁଁ ସହିପାରୁନି ଆଦର୍ଶ। ତାପରେ ଆଦର୍ଶ କହିବେ ସେମ୍ ହିୟର୍ ପଲ୍ଲବୀ, ସେଇଥିପାଇଁ ତ କହୁଛି ପ୍ରମିସ୍ କର। ପୁଣି ପଲ୍ଲବୀ କହିବେ ତମେ ବି ମୋ ଆଗରେ ପ୍ରମିସ୍ କର ତମେ ତମ ନିଜକୁ କେବେ ବି ଏମିତି ଆଉ ଟର୍ଚର କରିବନି। ତାପରେ ଆଦର୍ଶ କହିବେ ପ୍ରମିସ୍। ତାପରେ ପଲ୍ଲବୀ କହିବେ ପ୍ରମିସ୍ ଟୁ। ତାପରେ ଏମଏଲଏ ରୁବିକୁ କହିବେ ଆପଣଙ୍କ ସହିତ ସାମ୍ନାସାମ୍ନି କଥା ହେଇ ବହୁତ ଖୁସି ଲାଗିଲା। ଆଉ ଏ କଥା ବି ଖୁସି ଲାଗିଲା ମୋ ଭଳି ଆପଣଙ୍କ ମନରେ ବି ମହାପାତ୍ର ଫ୍ୟାମିଲି ପ୍ରତି ଏତେ ବଡ଼ ଘୃଣା ଅଛି। ଘୃଣା? ତାହେଲେ ଠିକ୍ ଅଛି, ଆଜିଠୁ ଆମେ ତାହେଲେ ପାର୍ଟନର। ଏମିତି କହି 2 ଜଣ ହ୍ୟାଣ୍ଡଶେକ୍ କରିବେ। ତାପରେ ହେମନ୍ ଆସିବେ ଆଉ କହିବେ ମ୍ୟାଡମ୍। ଏମିତି କହି ହେମନ୍ ସଞ୍ଜୀବ ଆଉ ପଲ୍ଲବୀର ଫଟୋ ରୁବିକୁ ଦେବେ। ତାପରେ ରୁବି ସେ ଫଟୋକୁ ଦେଖି କହିବେ ବହୁତ ସୁନ୍ଦର ଫଟୋ। ତାପରେ ଏମଏଲଏ କହିବେ ଏସବୁ ଆପଣଙ୍କୁ ବହୁତ ସାହାଯ୍ୟ କରିବ। ତାପରେ ରୁବି କହିବେ ସାହାଯ୍ୟ ତ ନିଶ୍ଚୟ କରିବ ଏମଏଲଏ ସାର୍, କିନ୍ତୁ ଏତିକି ପ୍ରମାଣ ଯଥେଷ୍ଟ ନୁହେଁ। ପଲ୍ଲବୀ ଆପଣଙ୍କର ଇଲେକ୍ସନର ଇଭିଏମ୍ ବକ୍ସ ନୁହେଁ ଯେ ଯୋଉଠି ବଟମ୍ ଦେଇଦେଲେ ସାଙ୍ଗେ ସାଙ୍ଗେ ଭୋଟ ଆପଣଙ୍କ ସାଇଡ୍କୁ ଚାଲି ଆସିବ। ପଲ୍ଲବୀ ଏମିତି ଗୋଟେ ଝିଅ ଯାହାକୁ ସମୁଦ୍ରର ଅଥଳ ଗର୍ଭକୁ ଫୋପାଡ଼ି ଦେଲେ ସେ ପାହାଡ଼ର ଶିଖର ଉପରକୁ ଚଢ଼ିଯିବ। ତେଣୁ ତାକୁ ବଦନାମ କରିବାକୁ ହେଲେ ଆହୁରି ଷ୍ଟ୍ରଙ୍ଗ ଏଭିଡେନ୍ସ ଦରକାର। ତାପରେ ଏମଏଲଏ କହିବେ ଏ ଏମଏଲଏ ଭରଦ୍ୱାଜ ସବୁବେଳେ ଜନତାଙ୍କ ସେବାରେ ଥାଏ। ମ୍ୟାଡମ୍ ଆପଣ ବ୍ୟସ୍ତ ହୁଅନ୍ତୁନି, ଆପଣଙ୍କୁ ଏମିତି ବହୁତ ଷ୍ଟ୍ରଙ୍ଗ ପ୍ରୁଫ୍ ଆଗକୁ ଆଗକୁ ମିଳି ଚାଲିବ। ତାପରେ ରୁବି କହିବେ ଠିକ୍ ଅଛି, ଆପଣ ପ୍ରମାଣ ଯୋଗାଇ ଚାଲନ୍ତୁ ଆଉ ମୁଁ ଆପଣଙ୍କୁ ମହାପାତ୍ର ଫ୍ୟାମିଲିର ଅପଡେଟ୍ ଦେଇ ଚାଲିବି। ହମଲା ଉଭୟ ପକ୍ଷରୁ ସମାନ ଭାବରେ ହେଲେ ସେ ପରିବାର ବର୍ବାଦ ହବ ହିଁ ହବ। ତାପରେ ପୋଲିସ ଷ୍ଟେସନରେ ସଞ୍ଜୀବ ଆଉ ପଲ୍ଲବୀ ଥିବେ। ତାପରେ ସଞ୍ଜୀବ ପଲ୍ଲବୀକୁ ଫାଇଲ ଦେଇ କହିବେ ପଢ଼। ତାପରେ ପଲ୍ଲବୀ ପଢ଼ୁଥିବେ। ତାପରେ ସଞ୍ଜୀବ କହିବେ ଏ ଫାଇଲ ନେଇ ମୋତେ ହେଡକ୍ୱାର୍ଟର ଯିବାକୁ ପଡ଼ିବ। ତାପରେ ଆଇଏସି ସାର୍ ଆସିବେ ଆଉ କହିବେ ସାର୍ ମୁଁ ଭିତରକୁ ଆସିପାରିବି? ମୋର କିଛି ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ରହିଯାଇଛି, ନେବାକୁ ଆସିଛି। ଏମିତି କହି ସାର୍ ଭିତରକୁ ଆସି ତାଙ୍କ ଡକୁମେଣ୍ଟସ୍ ନେଇକି ଚାଲିଯିବେ। ତାପରେ ସଞ୍ଜୀବ ପଲ୍ଲବୀକୁ କହିବେ ପଲ୍ଲବୀ କ'ଣ ଭାବୁଛ? ତାପରେ ପଲ୍ଲବୀ କହିବେ ନାଇଁ କିଛି ନାହିଁ। ତାପରେ ସଞ୍ଜୀବ କହିବେ ଗୋଟେ କାମ କର, ଚାଲ ତମେ ବି ମୋ ସାଙ୍ଗରେ ହେଡକ୍ୱାର୍ଟର ଯିବ। ତାପରେ ପଲ୍ଲବୀ କହିବେ ମୁଁ କିନ୍ତୁ କାହିଁକି? ତାପରେ ସଞ୍ଜୀବ କହିବେ ଚାଲ ରାସ୍ତାରେ କହିବି। ଏମିତି କହି 2 ଜଣ ଚାଲିଯିବେ। ତାପରେ ମାୟା, ରୁବି, ନୀଲମ ତଳକୁ ଆସିବେ ଆଉ ଦେଖିବେ ଯେ ଘର ଡେକୋରେସନ ହେଇଥିବ। ତାପରେ ବିନୋଦ ନିମକିକୁ କହିବେ ନିମକି ଏ ମିଠାଟା ନେଇକି ରଖିଦେବୁ ଯା। ତାପରେ ମାୟା କହିବେ ବିନୋଦକୁ କ'ଣ ହଉଛି ଏସବୁ? ଏ ସଜାସୁଜି ମିଠା ଏସବୁ କ'ଣ ପାଇଁ? କ'ଣ କିଛି ସରପ୍ରାଇଜ ଅଛି? ତାପରେ ଗୌରବ କହିବେ ବଡ଼ମା ଏଇସବୁ କରିବାକୁ ଆମକୁ ବଡ଼ବାପା କହିଛନ୍ତି। ସେ କହିଲେ ଆଜି କ'ଣ ଗୋଟେ ସ୍ପେଶିଆଲ ଡେ, ସମସ୍ତଙ୍କ ପାଇଁ ସରପ୍ରାଇଜ ଅଛି। ତାପରେ ରୁବି କହିବେ ସରପ୍ରାଇଜ? କ'ଣ ସରପ୍ରାଇଜ? ତାପରେ ଗୌରବ କହିବେ ରୁବି ଆଣ୍ଟି ସରପ୍ରାଇଜଟା କ'ଣ ଯଦି ଜଣାପଡ଼ିଯିବ ତାହେଲେ ସରପ୍ରାଇଜଟାକୁ ଆଉ ସରପ୍ରାଇଜ କାହିଁକି କହିବା? ତାପରେ ମାୟା କହିବେ ମୋ ଆଦର୍ଶ ଲକଅପ୍ରେ ଅଛି ଆଉ ଆନନ୍ଦ ଏଠି ସରପ୍ରାଇଜ ସେଲିବ୍ରେଟ କରିବାକୁ ପ୍ଲାନ୍ କରୁଛନ୍ତି। ତାପରେ ଆନନ୍ଦ ଆସିବେ ଆଉ କହିବେ ବହୁତ ବଢ଼ିଆ ହେଇଛି ବିନୋଦ, ଗୌରବ ବହୁତ ବଢ଼ିଆ ଡେକୋରେଟ୍ କରିଛ ତମେମାନେ, ୱାହ। ତାପରେ ମାୟା କହିବେ ଏସବୁ କ'ଣ ଆନନ୍ଦ? ଏମିତି କୋଉ ଖୁସି ଅଛି ଯେ ଯାହାକୁ ତମେ ସେଲିବ୍ରେଟ କରିବାକୁ ଚାହୁଁଛ? ବୋଧହୁଏ ତମେ ଭୁଲି ଯାଉଛ ମୋ ପୁଅ ମିଛ କେସରେ ଫସି ପୋଲିସ ଲକଅପ୍ରେ ଅଛି। ତାପରେ ଆନନ୍ଦ ହସିବେ। ତାପରେ ମାୟା କହିବେ ତମେ ହସୁଛ? ମୋ କଥା ତମକୁ ଜୋକ୍ ଲାଗୁଛି? ତାପରେ ଆନନ୍ଦ କହିବେ ଜଷ୍ଟ ମିନିଟ୍ ମାୟା,
ଏମିତି କହି ଆନନ୍ଦ ଆଦର୍ଶକୁ କହିବେ, ଆରେ ଭିତରକୁ ଆସେ। ତାପରେ ଆଦର୍ଶ ଭିତରକୁ ଆସିବେ।